ମା ଆଉ ଶାଶୁ ମଧ୍ୟରେ ପାର୍ଥକ୍ୟ କ'ଣ? ଆଜିର ଭିଡିଓରେ ମା ଏବଂ ଶାଶୁ ମଧ୍ୟରେ ପାର୍ଥକ୍ୟ କ'ଣ ଜାଣିବା। ଯେତେବେଳେ ଗୋଟେ ବୋହୂ କିଛି ଭୁଲ କରିଦିଏ ସେତେବେଳେ ଶାଶୁ କୁହନ୍ତି, ଆଲୋ ବୋହୂ, ଆମେ କେତେ କଷ୍ଟ ସହି ସଂସାର ଗଢିଛୁ ସେ କଥା ଆମେ ହିଁ ଜାଣିଛୁ। ତ ଶ୍ୱଶୁର ପଦେ ପଦେ କଥାରେ ମତେ ଗାଳି କରନ୍ତି, ଆଉ ମୋ ଶାଶୁ ଯଦି ମୁଁ କିଛି ଭୁଲ କାମ କରିଦିଏ ମତେ ମୋ ପରିବାରକୁ ଲଗେଇ ଗାଳି କରନ୍ତି। ସବୁ କଷ୍ଟ ସହିଛି ବୋଲି ଆଜି ମୁଁ ଏ ଜାଗାରେ ଅଛି। ଆଉ ଆଜିକା ଦିନରେ ତମ ଭଳି ବୋହୂମାନେ ଏମିତି ଟିକେ କଷ୍ଟ ବି ସହିପାରୁନ ଯେ ଶାଶୁ ଶ୍ୱଶୁର ସ୍ୱାମୀ ସମସ୍ତଙ୍କୁ ଜବାବ ଦଉଛି। ଏସବୁ କଥା ଶୁଣି ବୋହୂ କହୁଛି, ଶାଶୁ ମା, ଏସବୁ ମୁଁ କାହାଠାରୁ ଶିଖୁଛି? ତମେ ଯେମିତି ତମ ଶ୍ୱଶୁର ଶାଶୁ ଏବଂ ସ୍ୱାମୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦଉଛ, ଏସବୁ ଆଜି ଯାଏ ମୁଁ ତ କେବେ ବି କରିନି। ସେହି ଝିଅ ଯେତେବେଳେ ବାପ ଘରକୁ ଯାଏ ନା, ମା ଝିଅକୁ କହିଥାଏ, ମା ରେ, ଆମେ କେତେ କଷ୍ଟ ସହି ସଂସାର ଗଢିଛୁ, ଭଗବାନ ସେ କଷ୍ଟ ଯେମିତି ମୋ ଝିଅକୁ ନ ଦିଅନ୍ତୁ। ଶାଶୁ ଏବଂ ମାର ଭାବନା ଗୋଟିଏ ହେଇପାରେ, କିନ୍ତୁ କହିବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା। ସେଥିପାଇଁ ମା ଜାଗାରେ, ଶାଶୁ ଶାଶୁ ଜାଗାରେ ରହି